ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ପୁରୀରେ ଥିବା ଶ୍ରୀମନ୍ଦିରର ପୂଜିତ ହିନ୍ଦୁ ଦେବତା। ନିଜକୁ ଜଗତର ନାଥ ବୋଲି ପରିଚୟ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ଏକ ରୂପ ରୂପେ ପୂଜା ଯାଉଛନ୍ତି। ତାଙ୍କର ଦୁଇ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ସହ ପୂଜା କରାଯାଏ। ଶ୍ରୀମନ୍ଦିରର ରଥଯାତ୍ରା ବିଶ୍ୱବ୍ୟାପୀ ଖ୍ୟାତି ପାଇ ପୁରୀ ରଥଯାତ୍ରାରେ ଦରିଆମାନ ଦେବତାମାନେ ବାହାରକୁ ଯାଇଥାନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଯାଇ ପହଞ୍ଚିଥାନ୍ତି। ଏହି ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଅଂଶଗ୍ରହଣ କରିଥାନ୍ତି। ଜଗନ୍ନାଥଙ୍କର କାହାଣୀରେ ଅନ୍ୟତମ ଅଭିନବ ବିଶେଷତା ହେଉଛି ତାଙ୍କ ଦରୁ ତିଆରି ମୂର୍ତ୍ତି। ଏକ ନିଶ୍ଚିତ ସମୟ ପରେ ମୂର୍ତ୍ତିଗୁଡ଼ିକ ପୁନଃସଜାଗ ନିଆଯାଏ, ଯାହାକୁ ନବ କଳେବର କୁହାଯାଏ। କଥା ଅନୁସାରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ମୂଳର ଦେବଳାର ପ୍ରତିକୃତି ଭାବରେ ତିଆରି କରାଯାଇଥାଏ, ଯାହାର ପଛରେ ବିଭିନ୍ନ ଆସ୍ତିକ କାହାଣୀ ଥାଏ। ସେ ଦେବତା ଭଲକରି ଭକ୍ତମାନଙ୍କ ମନକୁ ଜାଣନ୍ତି ଏବଂ ସବୁ ଭକ୍ତଙ୍କୁ ଏକ ମିଶ୍ରିତ ସନ୍ଦେଶ ଦିଆଯାଏ।